ଆଜିର ପ୍ରସଙ୍ଗ ଭାରତର ଗେମ୍ ନିର୍ମାତାଙ୍କୁ ସୁଯୋଗ ପ୍ରଦାନ କରୁଛି ୱେବ୍ସ ଶିଖର ସମ୍ମିଳନୀ। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ଉଦୟନାଥ ସ୍ୱାଇଁ। ଦେଶର ଶୀର୍ଷ ଯୁବ ଗେମ୍ ନିର୍ମାତାଙ୍କୁ ସର୍ବୋତ୍ତମ ସୁଯୋଗ ପ୍ରଦାନ କରିବା ଲାଗି ବିଶ୍ୱ ଅଡ଼ିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସରେ ମଞ୍ଚ ପ୍ରସ୍ତୁତ ହୋଇସାରିଛି। ଭାରତରେ ପ୍ରସ୍ତୁତ ପ୍ରତିଯୋଗିତାରେ ପ୍ରଥମ ପର୍ଯ୍ୟାୟ ଅଧୀନରେ ଆୟୋଜିତ ରୋଡ୍ ଟୁ ଗେମ୍ ଜାମ୍ ପ୍ରତିଯୋଗିତାରେ ସାରା ଦେଶରୁ ମନୋନୀତ ହୋଇଥିବା 10 ଜଣ ଶୀର୍ଷ ଗେମ୍ ପ୍ରସ୍ତୁତକାରୀ ୱେବ୍ସ ସମ୍ମିଳନୀରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବେ। ଏଥିରେ ପ୍ରତିଭା ସମ୍ପନ୍ନ ଗେମ୍ ନିର୍ମାତାଙ୍କର ସୃଜନଶୀଳତାର ଭବିଷ୍ୟତ ପାଇଁ ମାର୍ଗ ନିର୍ଦ୍ଧାରିତ ହେବ। ଗେମ୍ ଡେଭଲପର ଆସୋସିଏସନ୍ ଅଫ୍ ଇଣ୍ଡିଆ ଦ୍ୱାରା ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏ କ୍ଷେତ୍ରରେ ରହିଥିବା ପ୍ରତିଭାଙ୍କୁ ଜାତୀୟ ସ୍ତରର ମଞ୍ଚ ପ୍ରଦାନ କରି ଏହି ପ୍ରତିଯୋଗିତା ସୃଜନଶୀଳତାକୁ ପ୍ରୋତ୍ସାହନ ପ୍ରଦାନ କରିଛି। ଦେଶରେ ଗେମ୍ ନିର୍ମାତାଙ୍କ ଇକୋସିଷ୍ଟମକୁ ସୁଦୃଢ଼ କରିବା ଲାଗି ଏହା ଅଭିନବ ସୁଯୋଗ ପ୍ରଦାନ କରିବ। ରୋଡ୍ ଟୁ ଗେମ୍ ଜାମ୍ ପ୍ରତିଯୋଗିତା ଦେଶର 453ଟି ସହରର 1650 ମହାବିଦ୍ୟାଳୟରେ ଆୟୋଜିତ ହୋଇଥିଲା। ଏଥିରେ 5500 ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏକାଧିକ ପର୍ଯ୍ୟାୟରେ ଚୟନ ପ୍ରକ୍ରିୟା ପରେ 175ଟି ଦଳ ସେମାନଙ୍କର ମୌଳିକ ଗେମ୍ ଦାଖଲ କରିଥିଲେ। ଏହାକୁ ଗେମିଂ ଉଦ୍ୟୋଗର ବିଶେଷଜ୍ଞମାନେ ମୂଲ୍ୟାୟନ କରିଥିଲେ। ଶେଷରେ 10 ଜଣ ଚୂଡ଼ାନ୍ତ ପ୍ରତିଯୋଗୀ ମନୋନୀତ ହୋଇଥିଲେ, ଯେଉଁମାନେ କି ଆଗାମୀ ୱେବ୍ସ ଶିଖର ସମ୍ମିଳନୀରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ। ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ଚୂଡ଼ାନ୍ତ ପ୍ରତିଯୋଗୀଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି। ଏହି ପ୍ରତିଯୋଗୀମାନେ ବିଶ୍ୱସ୍ତରୀୟ ବିଶେଷଜ୍ଞଙ୍କ ସମ୍ମୁଖରେ ସେମାନଙ୍କର ଗେମ୍ଗୁଡ଼ିକୁ ପ୍ରଦର୍ଶନ କରିବେ। ଶ୍ରେଷ୍ଠ ବିବେଚିତ 3ଟି ଦଳକୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ପ୍ରଥମ ପୁରସ୍କାର ଭାବେ 3.5 ଲକ୍ଷ, ଦ୍ୱିତୀୟ ପୁରସ୍କାର ଭାବେ 2 ଲକ୍ଷ ଏବଂ ତୃତୀୟ ପୁରସ୍କାର ଭାବେ 1.5 ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଆଧୁନିକ ଗେମ୍ ବିକାଶ କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି ହାସଲ କରୁଥିବା ବେଳେ ବିଶ୍ୱ ମହାଶକ୍ତି ରୂପେ ପରିଣତ ହେବାକୁ ଯାଉଛି। ମିଳିଥିବା ରିପୋର୍ଟ ଅନୁଯାୟୀ ସମଗ୍ର ଦେଶରେ ପାଖାପାଖି 5.5 କୋଟି ଗେମର ଅଛନ୍ତି। ସେମାନଙ୍କ ମଧ୍ୟରୁ 1.75 କୋଟି ଲୋକ କ୍ରେତା ଥିବା ଜଣାପଡ଼ିଛି। ଶସ୍ତା ଡାଟା କାରଣରୁ ଗେମ୍ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏବେ ସମାଜରେ ମୋବାଇଲ ଗେମିଂ ସଂସ୍କୃତି ବିକଶିତ ହୋଇଥିବା ବେଳେ 35 ବର୍ଷରୁ କମ୍ 65% ଲୋକ ଏଥିରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଭାରତର ସୃଜନଶୀଳ ଉଦ୍ୟୋଗଗୁଡ଼ିକ ଦୀର୍ଘ ଦିନ ଧରି ଏକ ଶକ୍ତି ଭାବେ ପରିଗଣିତ ହୋଇଆସୁଛି। ଅଭିନବ ପଦକ୍ଷେପ, ବୈଶ୍ୱିକ ଆଲୋଚନା ଏବଂ ଅଡ଼ିଓ ଭିଜୁଆଲ୍ କ୍ଷେତ୍ରରେ ନିର୍ମାତାଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ୱେବ୍ସ ସମ୍ମିଳନୀ ଭାରତ ପ୍ରଥମ ଥର ପାଇଁ ଆୟୋଜନ କରୁଛି। ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରଠାରେ ଏହି ସମ୍ମିଳନୀ ଆସନ୍ତା ମାସ 1ରୁ 4 ତାରିଖ ପର୍ଯ୍ୟନ୍ତ 5 ଦିନ ଧରି ଅନୁଷ୍ଠିତ ହେବ। $26 ବିଲିୟନ ଅଧିକ ମୂଲ୍ୟର ଭାରତର ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ର ଦ୍ରୁତ ଗତିରେ ବିକାଶ କରୁଛି। ସୃଜନଶୀଳତାର ଉତ୍ପାଦ ସହ ବିଶ୍ୱ ସ୍ତରରେ ଭାରତ ନିଜର ପ୍ରସ୍ତୁତି ପାଇଁ ଏହି ସମ୍ମିଳନୀ ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରିବ। କୃତ୍ରିମ ବୁଦ୍ଧିମତ୍ତା, ଭର୍ଚୁଆଲ ରିଏଲିଟି ଏବଂ ଆନ୍ତଃମତ ବିନିମୟ ଗଣମାଧ୍ୟମ ଭଳି ଉଦୀୟମାନ ଜ୍ଞାନ କୌଶଳକୁ ଏହି ସମ୍ମିଳନୀ ଏକ ନୂତନ ଦିଗ୍ଦର୍ଶନ ପ୍ରଦାନ କରିବ। ଭାରତର ଅର୍ଥନୀତି କ୍ଷେତ୍ରକୁ ଏହି ସମ୍ମିଳନୀ ଅଧିକ ତ୍ୱରାନ୍ୱିତ କରିବ। ଏହାର 3ଟି ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରର ଅଂଶୀଦାରଙ୍କୁ ଏଥିରେ ସାମିଲ କରିବା, ଅଭିନବତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ନିର୍ମାତାଙ୍କୁ ସଶକ୍ତ କରିବା। ବିଭିନ୍ନ ଗଣମାଧ୍ୟମର ମୁଖ୍ୟ, ଚଳଚ୍ଚିତ୍ର ନିର୍ମାତା, ବିଶେଷଜ୍ଞ, ନୀତି ନିର୍ଦ୍ଧାରକ ଏବଂ ଉଦୀୟମାନ ପ୍ରତିଭା ଏକାଠି ହୋଇ ସୃଜନଶୀଳତା କ୍ଷେତ୍ରରେ ମତ ବିନିମୟ କରିବେ। ଏହି ସମ୍ମିଳନୀ ମାଧ୍ୟମରେ ପୁଞ୍ଜି ନିବେଶକୁ ଆକୃଷ୍ଟ କରାଯିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଡିଜିଟାଲ ଯୁଗ ପାଇଁ ଏକ ଦକ୍ଷ ମାନବ ସମ୍ବଳ କ୍ଷେତ୍ର ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗେମ୍ ନିର୍ମାତାଙ୍କଠାରୁ ଆରମ୍ଭ କରି ଆନିମେଟର, ସାଉଣ୍ଡ ଇଞ୍ଜିନିୟର ଏବଂ ସ୍କ୍ରିପ୍ଟ ରାଇଟର ଭଳି ସମସ୍ତଙ୍କ ପାଇଁ ଏହି ସମ୍ମିଳନୀରେ ବ୍ୟାପକ ସୁଯୋଗ ରହିଛି। ୱେବ୍ସ ଶିଖର ସମ୍ମିଳନୀର ସଫଳତା ଅନ୍ୟ ଦେଶଗୁଡ଼ିକୁ ସେମାନଙ୍କର ସୃଜନଶୀଳ ଇକୋସିଷ୍ଟମ ଉପରେ ପୁନର୍ବିଚାର କରିବାକୁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।